ବିନା ଶସ୍ତ୍ରରେ ବିନା ଅସ୍ତ୍ରରେ ବିନା ରକ୍ତ ରଞ୍ଜିତ ଧର୍ମଯୋଦ୍ଧାମାନଙ୍କର ବଳିଦାନରେ ଧର୍ମ କେବେ ବି ସୁରକ୍ଷିତ ହୋଇନାହିଁ। ଗୋପାଳ ପାଠା ଶକ୍ତ ଆଦେଶ ଦେଲେ ଏ ଜିହାଦୀମାନେ ଯଦି ଆମ ଗୋଟିଏ ହିନ୍ଦୁକୁ ମାରନ୍ତି ଆମେ ଜିହାଦୀମାନଙ୍କର 10 ଜଣଙ୍କୁ ସମାପ୍ତ କରିବା। ଯାହାଙ୍କ ଦୃଢ଼ ନେତୃତ୍ୱ ପାଇଁ ପଶ୍ଚିମବଙ୍ଗ ଆଜି ପାକିସ୍ତାନ ସହ ମିଶି ନାହିଁ। ଆପଣ ଭାବୁଥିବେ ଏ ଇତିହାସରୁ ଆମକୁ କ'ଣ ମିଳିବ? ଯୁଦ୍ଧ ସରିନି, ଏବେ ବି ଚାଲିବ। ଯଦି ପୁରା ଭାରତବର୍ଷ ପୁରା ହିନ୍ଦୁ ସମାଜ ଆମ ଧର୍ମ ସଭ୍ୟତା ସଂସ୍କୃତି ଆମ ଗୌମାତା ସବୁକିଛି ସୁରକ୍ଷିତ ରହିବ ତେବେ ପ୍ରତ୍ୟେକ ଘରୁ ଜଣେ ଜଣେ ଗୋପାଳ ପାଠାର ଆବଶ୍ୟକ। ଜୟ ଭାରତ, ଜୟ ସନାତନ। ବର୍ତ୍ତମାନର ପରିସ୍ଥିତିକୁ ଦେଖି ସମସ୍ତ ସନାତନୀ ହିନ୍ଦୁମାନଙ୍କୁ ବିନମ୍ର ନିବେଦନ, ଆପଣମାନେ ଏ ଭିଡ଼ିଓକୁ ଶେଷ ଯାଏଁ ନିହାତି ଦେଖନ୍ତୁ। ଆଉ ଏ ଭିଡ଼ିଓକୁ ଅଧିକରୁ ଅଧିକ ମାତ୍ରାରେ ଆପଣମାନେ ସେୟାର କରନ୍ତୁ। ସାରା ସୋସିଆଲ ମିଡ଼ିଆରେ, ଗଣମାଧ୍ୟମରେ, ସାରା ନ୍ୟୁଜ୍ ଚ୍ୟାନେଲରେ ଏବେ ଗୋଟିଏ ନାଁ ଗୋପାଳ ପାଠା। ଗୋପାଳ ଚନ୍ଦ୍ର ମୁଖାର୍ଜୀ ଅର୍ଥାତ୍ ଗୋପାଳ ପାଠା। ଇଏ ଏହି ମହାନ କ୍ରାନ୍ତିକାରୀ ଧର୍ମରକ୍ଷକ ମା ଭାରତୀର ସୁଯୋଗ୍ୟ ସନ୍ତାନ ହିନ୍ଦୁ ହୃଦୟ ସମ୍ରାଟ ଗୋପାଳ ପାଠା। ହାତ ଗଣତି କିଛି ଲୋକଙ୍କୁ ଛାଡ଼ିଦେଲେ ଏହି ମହାନ କ୍ରାନ୍ତିକାରୀକୁ, ଏହି ଧର୍ମଯୋଦ୍ଧାକୁ, ଭାରତ ମାତାର ଏ ସୁଯୋଗ୍ୟ ସନ୍ତାନକୁ ଅନେକ ସନାତନୀ ହିନ୍ଦୁମାନେ ଜାଣି ବି ନାହାନ୍ତି। ନା କୌଣସି ଭାଷଣର ସାହାରା, କୌଣସି ଅଭିଯୋଗ ପତ୍ର, କୌଣସି ମେମୋରାଣ୍ଡମ୍, କୌଣସି ଆନ୍ଦୋଳନ, ନା କୌଣସି FIR, ଯାଚିକା, ଅଭିଯୋଗ। ବିନା ଶସ୍ତ୍ରରେ ବିନା ଅସ୍ତ୍ରରେ ବିନା ରକ୍ତ ରଞ୍ଜିତ ଧର୍ମଯୋଦ୍ଧାମାନଙ୍କର ବଳିଦାନରେ ଧର୍ମ କେବେ ବି ସୁରକ୍ଷିତ ହୋଇନାହିଁ। ସେ ଦ୍ୱାପର ହେଉ, ତ୍ରେତୟା ହେଉ କିମ୍ବା କଳି ହେଉ। ପୁରା ପଶ୍ଚିମବଙ୍ଗ ବିଶେଷ କରି କଲିକତାର ହିନ୍ଦୁ ଯଦି ଆଜି ସୁରକ୍ଷିତ ଅଛନ୍ତି ତା'ର ନାୟକ ହେଉଛନ୍ତି, ତା'ର ରକ୍ଷକ ହେଉଛନ୍ତି ଗୋପାଳ ଚନ୍ଦ୍ର ମୁଖାର୍ଜୀ ଅର୍ଥାତ୍ ଗୋପାଳ ପାଠା। ତେବେ ଆସନ୍ତୁ ଇତିହାସକୁ ଯିବା। ଅନେକ ଲୋକ ଚାଟୁକାରିତା କରି, ହୀନ ରାଜନୀତି କରି, ଇଂରେଜମାନଙ୍କର ଦଲାଲିଗିରି କରି, ମିଛ ଅହିଂସା କରି ଜବରଦସ୍ତି ଇତିହାସରେ ରୁହନ୍ତି। ଇତିହାସ ସେମାନଙ୍କୁ ମହିମା ମଣ୍ଡନ କରେ। କିନ୍ତୁ କିଛି ଲୋକ ଇତିହାସ ରଚନ୍ତି ନିଜ ଧର୍ମ ପାଇଁ, ନିଜ ମାତୃଭୂମି ପାଇଁ, ନିଜ ହିନ୍ଦୁ ସମାଜ ପାଇଁ, ଅସହାୟ ହିନ୍ଦୁ ମହିଳାମାନଙ୍କ ପାଇଁ, ସାଧୁସନ୍ଥ ମଠ ମନ୍ଦିରର ସୁରକ୍ଷା ପାଇଁ ଧର୍ମଯୁଦ୍ଧରେ ଝାସ ଦେଇ ଶସ୍ତ୍ର ଧରି ବିଧର୍ମୀ ଜିହାଦୀମାନଙ୍କର ନରସଂହାର କରନ୍ତି। ଆଉ ଏମାନେ ଇତିହାସ ରଚନ୍ତି। ଯାହାଙ୍କ ଦୃଢ଼ ନେତୃତ୍ୱ ପାଇଁ ପଶ୍ଚିମବଙ୍ଗ ଆଜି ପାକିସ୍ତାନ ସହ ମିଶି ନାହିଁ। ଏହିଭଳି ମହାନ ଆତ୍ମା, ମହାନ ଜନନାୟକ, ଧର୍ମରକ୍ଷକକୁ ଭାରତବାସୀ ଜାଣିନାହାନ୍ତି। ଖାଲି ଗୋପାଳ ପାଠା ନୁହନ୍ତି, ଏଭଳି ହଜାର ସଂଖ୍ୟାରେ ମହାନ କ୍ରାନ୍ତିକାରୀ ଧର୍ମଯୋଦ୍ଧାମାନେ, ମା ଭାରତୀର ସୁଯୋଗ୍ୟ ସନ୍ତାନମାନେ, ଯେଉଁମାନଙ୍କୁ ଇତିହାସ ଭୁଲେଇ ଦେଇଛି। କେବଳ ଗାନ୍ଧୀ ନେହେରୁ ଖାଙ୍ଗରେ ସ୍ୱତନ୍ତ୍ରତାର ସବୁ ଶ୍ରେୟ ଏହି ଦଲାଲମାନେ ନେଇଛନ୍ତି। ଡାଇରେକ୍ଟ ଆକ୍ସନ୍ ଡେ 1946 ମସିହା ଅଗଷ୍ଟ 16 ତାରିଖ। ଜିହାଦୀ ସୁର କାହ୍ଲାଦ, ମହମ୍ମଦ ଅଲି ଜିନ୍ନା, ସହରାବର୍ଦୀ। କଳା ଇଂରେଜ, ଧଳା ଇଂରେଜମାନେ ମିଳିମିଶି ଜିନ୍ନା ସହ ଯେଉଁ ଷଡ଼ଯନ୍ତ୍ର ରଚିଥିଲେ ଭାରତକୁ ମଝହବ ଆଧାରରେ ଖଣ୍ଡ ବିଖଣ୍ଡିତ କରିବେ, ନୂଆ ପାକିସ୍ତାନ କରିବେ ଏବଂ ଏଥିସହିତ ପଶ୍ଚିମବଙ୍ଗକୁ ପାକିସ୍ତାନରେ ବିଲୟ କରିବେ। ଜିନ୍ନା ସହରାବର୍ଦୀର ଇସାରାରେ ଲକ୍ଷ ଲକ୍ଷ ହିନ୍ଦୁମାନଙ୍କର ହତ୍ୟା ହେଲା, ମହିଳାମାନଙ୍କର ଧର୍ଷଣ ହେଲା, ବିଚ୍ ରାସ୍ତାରେ ହେଲା, ମହିଳାମାନଙ୍କୁ ଉଲଗ୍ନ କରି ରାସ୍ତାରେ ଟଙ୍ଗେଇ ଦେଲେ। ଆଉ ଏସବୁ ହିନ୍ଦୁ ନରସଂହାରକୁ ଚୁପଚାପ ଦେଖୁଥିଲା କଂଗ୍ରେସ ପାର୍ଟି, ମୋହନ ଦାସ, କରମଚାନ୍ଦ ଗାନ୍ଧୀ, ନେହେରୁ। ଏ ଜିହାଦୀ ଭିଡ଼ ଦ୍ୱାରା ଅତି ନିର୍ମମ ନୃଶଂସ ଭାବରେ ହିନ୍ଦୁମାନଙ୍କର ହତ୍ୟା ହେଉଥିଲା। ମହିଳା, ଛୋଟ ଛୁଆ, ଗର୍ଭବତୀ ମହିଳା, ବୃଦ୍ଧା, କାହାକୁ ବି ଏ ଜିହାଦୀମାନେ ଛାଡ଼ୁନଥିଲେ। ଅତି ନୃଶଂସ ଭାବେ, ନିର୍ଦ୍ଦୟ ଭାବେ ହତ୍ୟା କରୁଥିଲେ। ସେ ପରାଧୀନ ଭାରତ ହେଉ କିମ୍ବା ସ୍ୱାଧୀନତାର 80 ବର୍ଷ ପରେ ବି ଯେତେବେଳେ ହିନ୍ଦୁମାନଙ୍କର ନରସଂହାର ହୁଏ ନା, ସେ ନେତା, ମନ୍ତ୍ରୀ, ହାଇକୋର୍ଟ, ସୁପ୍ରିମକୋର୍ଟ, ସେନା, ପୁଲିସ, ବଡ଼ ବଡ଼ ହିନ୍ଦୁ ସଂଗଠନ ସମସ୍ତେ ଚୁପ୍ ଥାଆନ୍ତି, ନୀରବ ଥାଆନ୍ତି। ଜିହାଦୀମାନଙ୍କ ଆଗରେ ଅସହାୟ ଥାଆନ୍ତି। ଯାହା ପରାଧୀନ ଭାରତରେ ଘଟୁଥିଲା, ସ୍ୱାଧୀନ ଭାରତରେ ସମାନ ଘଟଣା ଘଟୁଛି, ଏବେ ବି ଘଟୁଛି। ସେତେବେଳର
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସହରାବର୍ଦୀ ଜିହାଦୀ ସର କା औलाद ସହରାବର୍ଦୀ ପୋଲିସ କଣ୍ଟ୍ରୋଲ ରୁମ୍ରେ ବସି ହିନ୍ଦୁ ନରସଂହାରର ଯୋଜନା କରୁଥିଲା। ହିନ୍ଦୁ ନରସଂହାରର ଖେଳ ଖେଳୁଥିଲେ। ପଶ୍ଚିମବଙ୍ଗକୁ ପାକିସ୍ତାନରେ ବିଲୟ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ। ପବିତ୍ର କ୍ରାନ୍ତିକାରୀ ମାଟିରୁ ମା କାଳୀଙ୍କର ପଶ୍ଚିମବଙ୍ଗର ପବିତ୍ର ମାଟିରୁ ଗୋଟିଏ ଯୋଦ୍ଧା ସାମ୍ନାକୁ ଆସିଲା। ଗୋପାଳ ଚନ୍ଦ୍ର ମୁଖାର୍ଜୀ ଅଥବା ଗୋପାଳ ପାଠା। ଯେଉଁ ମୁସଲିମ ଲିଗ, ଯେଉଁ ମହମ୍ମଦ ଅଲି ଜିନ୍ନା, ଯେଉଁ ସହରାବର୍ଦୀ, ଯେଉଁ ଲକ୍ଷ ଲକ୍ଷ ଜିହାଦୀମାନେ ସ୍ୱପ୍ନ ଦେଖୁଥିଲେ ହିନ୍ଦୁ ବହୁଳ ପଶ୍ଚିମବଙ୍ଗକୁ ହିନ୍ଦୁ ଶୂନ୍ୟ କରି ମୁସଲିମ ବହୁଳ କରିବେ, ହିନ୍ଦୁମାନଙ୍କର ନରସଂହାର କରି ଝିଅ ବୋହୂମାନଙ୍କର ବଳାତ୍କାର କରି ଗୋମାତାର ହତ୍ୟା କରି ମଠ ମନ୍ଦିର ସାଧୁସନ୍ତମାନଙ୍କର ହତ୍ୟା କରି ପଶ୍ଚିମବଙ୍ଗକୁ ପାକିସ୍ତାନରେ ମିଶାଇବେ, ଯେଉଁଥିପାଇଁ ସେମାନେ ଲକ୍ଷ ଲକ୍ଷ ନିରୀହ ହିନ୍ଦୁମାନଙ୍କର ହତ୍ୟା କରିସାରିଥିଲେ। କିନ୍ତୁ ଏ ଜିହାଦୀ ମୁସଲିମ ଭିଡ଼କୁ ସାମ୍ନା କରିବା ପାଇଁ ଆଗକୁ ଆସିଲେ ଗୋପାଳ ପାଠା। ହିନ୍ଦୁ ନାରୀମାନଙ୍କର ସମ୍ମାନ ରକ୍ଷା ପାଇଁ, ଧର୍ମ ରକ୍ଷା ପାଇଁ ଅସ୍ତ୍ର ଧରିଲେ ଆଉ ଏ ଜିହାଦୀ ଭିଡ଼ମାନଙ୍କୁ ଉଚିତ ଜବାବ ଦେଲେ। ବେଙ୍ଗଲୀରେ ଛେଳିମାନଙ୍କୁ ପାଠା କୁହାଯାଏ। ଯେହେତୁ ଗୋପାଳ ପାଠା ମାଂସ କାରବାର କରୁଥିଲେ, ସେଇଥିପାଇଁ ବେଙ୍ଗଲୀମାନେ ତାଙ୍କୁ ଗୋପାଳ ପାଠା କହୁଥିଲେ। ଜିହାଦୀମାନଙ୍କ ଉପରେ ମା କାଳୀଙ୍କର ଏହି ବରପୁତ୍ର ଗୋପାଳ ପାଠାଙ୍କର ରଣଚଣ୍ଡ ରୂପ, ରୁଦ୍ର ରୂପ, ଧର୍ମଦାରୀ ରୂପ, ଧର୍ମରକ୍ଷକ ରୂପ ଆରମ୍ଭ ହେଲା। ଗୋପାଳ ପାଠା ଶକ୍ତ ଆଦେଶ ଦେଲେ, ଏ ଜିହାଦୀମାନେ ଯଦି ଆମ ଗୋଟିଏ ହିନ୍ଦୁକୁ ମାରନ୍ତି, ଆମେ ଜିହାଦୀମାନଙ୍କର 10 ଜଣଙ୍କୁ ସମାପ୍ତ କରିବା। ଚରଖା ଚଲେଇ ଅହିଂସାର ନାଟକ କରୁଥିବା, ଇଂରେଜମାନଙ୍କ ଦଲାଲି କରୁଥିବା ଏହି ମିଛ ମହାତ୍ମାମାନେ କେବେ ବି ସେମାନଙ୍କ ଅହିଂସା, ସେମାନଙ୍କ ଚରଖା ହିନ୍ଦୁମାନଙ୍କୁ ସୁରକ୍ଷିତ ରଖେ ନାହିଁ। ଯେତେବେଳେ ବି ଧର୍ମର ସୁରକ୍ଷା ହେଇଛି ଶସ୍ତ୍ର ଦ୍ୱାରା ହେଇଛି। ଗୋପାଳ ପାଠା ପରି ମହାନ କ୍ରାନ୍ତିକାରୀ, ଧର୍ମଧାରୀ, ଧର୍ମରକ୍ଷକଙ୍କ ରକ୍ତ ରଞ୍ଜିତ ଧର୍ମଯୁଦ୍ଧରେ ହେଇଛି। ଏ ଅହିଂସା, ଏ ଚରଖା, ଏସବୁ ନଟଙ୍କି କଂଗ୍ରେସ ପାର୍ଟିର କେବଳ ଗୋଟିଏ ମିଛ ନାଟକ, ଢଙ୍ଗବାଜି। ନିରୀହ ଅସହାୟ ହିନ୍ଦୁମାନଙ୍କ ମସ୍ତିଷ୍କରେ ଯେଉଁ ଭରି ଦିଆଯାଇଥିଲା ଏ ଜିହାଦୀ ମୁସଲିମମାନେ ଡେରିଂ ଅଟନ୍ତି, ଏମାନେ ଆତତାୟୀ ଅଟନ୍ତି। ଗୋପାଳ ପାଠା ଏହି ଧର୍ମଯୋଦ୍ଧା ଯେତେବେଳେ ଫ୍ରଣ୍ଟ ଲାଇନ୍ରେ ଖେଳିବା ଆରମ୍ଭ କଲେ, ମାତ୍ର 2 ଦିନରେ ମୁସଲିମ ଲିଗ, ମହମ୍ମଦ ଅଲି ଜିନ୍ନା, ସହରାବର୍ଦୀ, ଜଣେ ହିନ୍ଦୁ ଯୋଦ୍ଧା ଗୋପାଳ ପାଠା ଆଗରେ ପୁରା ମୁସଲିମ ଲିଗ ଆତ୍ମସମର୍ପଣ କଲା। ଆମ ଗଜପତି କପିଳେନ୍ଦ୍ର ଦେବ ହୁଅନ୍ତୁ, ଛତ୍ରପତି ଶିବାଜୀ ମହାରାଜ ହୁଅନ୍ତୁ, ସମ୍ଭାଜୀ ମହାରାଜ ହୁଅନ୍ତୁ, ମହାରାଣା ପ୍ରତାପ ହୁଅନ୍ତୁ, ଜୟରାଜଗୁରୁ ହୁଅନ୍ତୁ କିମ୍ବା ଗୋପାଳ ପାଠା ହୁଅନ୍ତୁ, ଯେତେବେଳେ ପ୍ରକୃତ ସନାତନୀ ଧର୍ମଯୋଦ୍ଧାମାନେ ଅସ୍ତ୍ର ଧରିବେ, ନିଜ ଧର୍ମର ସୁରକ୍ଷା ପାଇଁ ସାମ୍ନାକୁ ଆସିବେ, ସେତେବେଳେ ଏହି ଜିହାଦୀ ବିଧର୍ମୀ, ଏହି ହିନ୍ଦୁ ବିରୋଧୀମାନେ ଆତ୍ମସମର୍ପଣ କରିବେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା କ'ଣ ଜାଣିଛନ୍ତି? ମୁସଲିମ ଭିଡ଼ ଦ୍ୱାରା ହିନ୍ଦୁମାନଙ୍କର ଯେତେବେଳେ ନରସଂହାର ହେଉଥିଲା, ମୁସଲିମ ଲିଗ, ସହରାବର୍ଦୀ, ମୁସଲିମ ଲିଗର ହଜାର ହଜାର ଜିହାଦୀମାନେ ଯେତେବେଳେ ଷଡ଼ଯନ୍ତ୍ର କରୁଥିଲେ, ହିନ୍ଦୁମାନଙ୍କର ସାମୂହିକ ଲକ୍ଷ ଲକ୍ଷ ସଂଖ୍ୟାରେ ହତ୍ୟା କରୁଥିଲେ, ସେତେବେଳେ କଂଗ୍ରେସ ପାର୍ଟି ମିଛ ମହାତ୍ମା ଚୁପ୍ ଥିଲା, ନୀରବ ଥିଲା। ଯେତେବେଳେ ଗୋପାଳ ପାଠା କ୍ରିୟାର ପ୍ରତିକ୍ରିୟା ଦେଲେ, ଧର୍ମ ରକ୍ଷା ପାଇଁ ଅସ୍ତ୍ର ଧରିଲେ, ଗୋଟିଏ ହିନ୍ଦୁ ବଦଳରେ 10ଟି ଜିହାଦୀମାନଙ୍କୁ ହତ୍ୟା କରିବା ପାଇଁ ଖୁଲ୍ଲମ ଖୋଲା ଆହ୍ୱାନ କଲେ। ପୁରା ଇତିହାସ ସାକ୍ଷୀ ଅଛି, ଏହି ନକଲି ମହାତ୍ମା, ଏହି କଂଗ୍ରେସ ପାର୍ଟି ଯେତେବେଳେ ବି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହୁଏ, ଯେତେବେଳେ ଜିହାଦୀମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ହିନ୍ଦୁମାନଙ୍କର ହତ୍ୟା କରନ୍ତି, ହିନ୍ଦୁ ମହିଳାମାନଙ୍କର ବଳାତ୍କାର କରନ୍ତି, ସେତେବେଳେ ଏହି ତଥାକଥିତ ନକଲି ମହାତ୍ମା ଚୁପ୍ ଥାଏ, ନୀରବ ଥାଏ। ଗୋପାଳ ପାଠା ପରି ଧର୍ମଯୋଦ୍ଧାମାନେ କ୍ରିୟାର ପ୍ରତିକ୍ରିୟା ରଖନ୍ତି। ଏହି ନକଲି ମହାତ୍ମା, ନକଲି ଗାନ୍ଧୀମାନେ ଅନଶନ କରନ୍ତି, ହାଇ ଡ୍ରାମା କରନ୍ତି, ନଟଙ୍କି କରନ୍ତି, ହିନ୍ଦୁମାନଙ୍କୁ ଅସ୍ତ୍ର ଛାଡ଼ିବା ପାଇଁ ଆହ୍ୱାନ କରନ୍ତି। କିନ୍ତୁ ଏ ନକଲି ମହାତ୍ମା ମୁସଲିମଙ୍କ କ୍ଷେତ୍ରରେ ଚୁପ୍ ଥାଏ, ନୀରବ ଥାଏ। ହିନ୍ଦୁମାନେ ଯେତେବେଳେ କ୍ରିୟାର ପ୍ରତିକ୍ରିୟା ରଖନ୍ତି, ହିନ୍ଦୁମାନଙ୍କୁ ଅସ୍ତ୍ର ଛାଡ଼ିବା ପାଇଁ, ଅହିଂସା ଆନ୍ଦୋଳନ କରିବା ପାଇଁ ନଟଙ୍କି କରେ। ଏ କି ପ୍ରକାର ଅହିଂସା, ଏ କି ପ୍ରକାର ମହାତ୍ମା, ଆପଣମାନେ ବିଚାର କରନ୍ତୁ। ଗୋପାଳ ପାଠା ତା ସାଥୀମାନଙ୍କୁ ଅହିଂସାର ପାଠ ପଢ଼ାଇଲେ। ଅସ୍ତ୍ରଶସ୍ତ୍ର ସବୁ ଗାନ୍ଧୀ ପାଦ ତଳେ ସମର୍ପଣ କରିବା ପାଇଁ ମହାତ୍ମା ଗାନ୍ଧୀ ନଟଙ୍କି ଆରମ୍ଭ କଲା।
ମହାତ୍ମା ଗାନ୍ଧୀର ସେକ୍ରେଟାରୀ ଅସ୍ତ୍ର ସମର୍ପଣ କରିବା ପାଇଁ ଗୋପାଳ ପାଠାକୁ କହିଲା। ଗୋପାଳ ପାଠା କହିଲେ ଲକ୍ଷ ଲକ୍ଷ ସଂଖ୍ୟାରେ ଏ ଜିହାଦୀମାନେ ଯେତେବେଳେ ପଶ୍ଚିମବଙ୍ଗରେ କଲିକତାରେ ହିନ୍ଦୁମାନଙ୍କର ହତ୍ୟା କରୁଥିଲେ ସେତେବେଳେ ଏ ମହାତ୍ମା ଗାନ୍ଧୀ ତାର ଅହିଂସା କୁଆଡ଼େ ଥିଲା। ଗୋପାଳ ପାଠା ମହାତ୍ମା ଗାନ୍ଧୀକୁ ସ୍ପଷ୍ଟ କହିଲେ ଏ ଅସ୍ତ୍ରଶସ୍ତ୍ର ଦ୍ୱାରା ମୁଁ ମୋ ହିନ୍ଦୁ ସମାଜର ମୋ ମହିଳାମାନଙ୍କୁ ନାରୀମାନଙ୍କୁ ସୁରକ୍ଷିତ ରଖିଛି। ଏ ଜିହାଦୀ ଭିଡ଼ ଦ୍ୱାରା ମୋ ସମାଜକୁ ମୁଁ ସୁରକ୍ଷିତ ରଖିଛି। ଯଦି ଆଜି ମୁଁ ଅହିଂସା କରିଥାନ୍ତି, ଅସ୍ତ୍ର ନ ଉଠେଇଥାନ୍ତି, ପୁରା ବେଙ୍ଗଲ ଆଜି କଲିକତା ଆଜି ହିନ୍ଦୁ ଶୂନ୍ୟ ହୋଇଥାନ୍ତା। ସେତେବେଳେ ତୁମ ଅହିଂସା କୁଆଡ଼େ ଯାଇଥିଲା? ଗୋଟିଏ କଣ୍ଟା ଦ୍ୱାରା ଯଦି ମୁଁ ମୋ ହିନ୍ଦୁ ସମାଜର ନାରୀମାନଙ୍କର ସୁରକ୍ଷା କରିଛି, ସେ କଣ୍ଟାକୁ ବି ମୁଁ ମହାତ୍ମା ଗାନ୍ଧୀ ପାଖରେ ସମର୍ପଣ କରିବିନି। ଅସ୍ତ୍ର ତ ଦୂରର କଥା, ଭାରତ ମାତାର ଏ ମହାନ ଜନନାୟକ, ଏ କ୍ରାନ୍ତିକାରୀ, ଏ ଧର୍ମଯୋଦ୍ଧାଙ୍କ ପାଖରେ ପୁରା ଭାରତବାସୀ, ପୁରା ପଶ୍ଚିମବଙ୍ଗ, ପୁରା କଲିକତାବାସୀ ଋଣୀ ଅଛନ୍ତି, ଯାହାଙ୍କ ପାଇଁ ଆଜି ପଶ୍ଚିମବଙ୍ଗ ସୁରକ୍ଷିତ ଅଛି। ଆପଣ ଭାବୁଥିବେ ଏ ଇତିହାସରୁ ଆମକୁ କ'ଣ ମିଳିବ? ଯୁଦ୍ଧ ସରିନି, ଏବେ ବି ଚାଲିଛି। କିଏ ଚାହୁଁଛି ସମଗ୍ର ଭାରତବର୍ଷକୁ ଗଜବାଇ ହିନ୍ଦରେ ଇସଲାମିକ ରାଷ୍ଟ୍ର କରିବ? କିଏ ଚାହୁଁଛି ସମଗ୍ର ଭାରତବର୍ଷକୁ ଖ୍ରୀଷ୍ଟ ସ୍ଥାନ କରିବ? ଆପଣ କ'ଣ ଭାବୁଛନ୍ତି ସ୍ୱତନ୍ତ୍ରତାର ଏତେ ବର୍ଷ ପରେ ବି ହିନ୍ଦୁମାନେ ସୁରକ୍ଷିତ ଅଛନ୍ତି? ଆମ ପର୍ବପର୍ବାଣୀରେ ପଥର ଫିଙ୍ଗା ଯାଉଛି, ଲଭ୍ ଜିହାଦ ହେଉଛି, ଲ୍ୟାଣ୍ଡ ଜିହାଦ ହେଉଛି, ବାରମ୍ବାର ଆମ ଗୋମାତାର ହତ୍ୟା ହେଉଛି। ଆରେ ବାରମ୍ବାର ପରେ ଆପଣ ଦେଖୁଛନ୍ତି ପଶ୍ଚିମବଙ୍ଗରେ ଜିହାଦୀମାନେ ହିନ୍ଦୁମାନଙ୍କ ସହ କ'ଣ କରୁଛନ୍ତି? କେତେ ହିନ୍ଦୁ ହଜାର ହଜାର ସଂଖ୍ୟାରେ ପଳାୟନ କରୁଛନ୍ତି। ନା ସୁପ୍ରିମକୋର୍ଟ, ନା ହାଇକୋର୍ଟ, ନା ଆଇନ କାନୁନ ସମ୍ବିଧାନ, ବଡ଼ ବଡ଼ ମିଡ଼ିଆ ସମସ୍ତେ ଅଛନ୍ତି, ସେନା ପୋଲିସ ସମସ୍ତେ ଥାଇ ବି ପ୍ରତ୍ୟେକ ଦିନ ହିନ୍ଦୁମାନଙ୍କର ହତ୍ୟା ହେଉଛି। ଯଦି ପୁରା ଭାରତବର୍ଷ, ପୁରା ହିନ୍ଦୁ ସମାଜ, ଆମ ଧର୍ମ ସଭ୍ୟତା ସଂସ୍କୃତି, ଆମ ଗୋମାତା ସବୁକିଛି ସୁରକ୍ଷିତ ରହିବ, ତେବେ ପ୍ରତ୍ୟେକ ଘରୁ ଜଣେ ଜଣେ ଗୋପାଳ ପାଠାର ଆବଶ୍ୟକ ଅଛି। ପ୍ରତ୍ୟେକ ସନାତନୀ ହିନ୍ଦୁମାନଙ୍କ ଘରୁ ନିଡର, ନିର୍ଭୀକ, ଧର୍ମଧାରୀ, ଧର୍ମଯୋଦ୍ଧା ଗୋପାଳ ପାଠାର ଆବଶ୍ୟକ ଅଛି। ପ୍ରତ୍ୟେକ ସମୟରେ ବହୁ ସଂଖ୍ୟକ ହିନ୍ଦୁ ସମାଜ ଯୁଦ୍ଧ ପରିସ୍ଥିତି ଭିତରେ ଗତି କରୁଛି। କେମିତି ନିଜ ସମାଜକୁ, ନିଜ ଅଞ୍ଚଳକୁ, ନିଜ ପରିବାରକୁ, ନିଜ ଧର୍ମ ସଭ୍ୟତା ସଂସ୍କୃତିକୁ, ନିଜ ଗୋମାତାକୁ, ନିଜ ମଠ ମନ୍ଦିରକୁ ସୁରକ୍ଷିତ ରଖିପାରିବେ, ତା ପାଇଁ ତତ୍ପର ହୁଅନ୍ତୁ, ସଜାଗ ହୁଅନ୍ତୁ, ନିଡର ହୁଅନ୍ତୁ, ସଂଗଠିତ ହୁଅନ୍ତୁ। ଗୋପାଳ ପାଠାଙ୍କ ପରି ଧର୍ମଯୋଦ୍ଧା କ୍ରାନ୍ତିକାରୀମାନଙ୍କ ଜୀବନୀ ପଢ଼ନ୍ତୁ। ବନ୍ଦେ ମାତରମ୍, ହର ହର ମହାଦେବ।